ସାଧାରଣତଃ ଯେତେବେଳେ ସରକାରୀ ନୀତି ବା ପଲିସି ବିଷୟରେ କଥା ଉଠେ ମାନେ ଆମ ମନକୁ ଗୋଟେ ନିର୍ଦ୍ଦିଷ୍ଟ ଚିତ୍ର ଆସେ। ହଁ, ସେହି ବନ୍ଦ କୋଠରୀ, ମୋଟା ମୋଟା ଫାଇଲ ଆଉ କିଛି ନେତା ଅଫିସରଙ୍କ ଆଲୋଚନା। ବିଲକୁଲ। ଆଉ ଉପରୁ ତଳକୁ ଲଦି ଦିଆଯାଇଥିବା କିଛି ନିଷ୍ପତ୍ତି। ଦେଖନ୍ତୁ, ଏହା ଗୋଟେ ଅଟକି ନଥିବା ଟ୍ରେନ୍ ଭଳି ମନେହୁଏ, ଯାହା ନିଜ ରାସ୍ତାରେ ଆଗେଇ ଚାଲିଥାଏ। ଆଉ ସାଧାରଣ ଲୋକଙ୍କ ପାଖରେ ସେହି ଟ୍ରେନ୍ରେ ବସିବା ଛଡ଼ା ଆଉ କିଛି ବିକଳ୍ପ ନଥାଏ। ପ୍ରକୃତରେ ସେମିତି ହିଁ ଲାଗେ ଅନେକ ସମୟରେ। କିନ୍ତୁ ବେଳେବେଳେ କ'ଣ ହୁଏ ନା, ସରକାରୀ ନୀତିର ହିଁ ଅଟକି ନଥିବା ଟ୍ରେନ୍ ଜନସାଧାରଣଙ୍କ ପ୍ରତିକ୍ରିୟା ରୂପକ ଗୋଟେ ବିଶାଳ ପାହାଡ଼ ସହ ମୁହାଁମୁହିଁ ହୁଏ। ଆଉ ସେହି ସମୟରେ ଯେଉଁ ଟଣା ଉଠଡ଼ା ଆରମ୍ଭ ହୁଏ, ତାହା ହିଁ ଗଣତନ୍ତ୍ରର ସବୁଠାରୁ ରୋଚକ ଦିଗ। ଆଜି ହେଉଛି 28 ମାର୍ଚ୍ଚ 2026। ଆଚ୍ଛା। ଆଉ ଆଜିର ଏହି ତଥ୍ୟର ଗଭୀର ଅନୁଧ୍ୟାନରେ ଆମେ ଓଡ଼ିଶାରେ ଚାଲିଥିବା ହିଁ ଅଦୃଶ୍ୟ ଟଣାଓଟରା ବିଷୟରେ ହିଁ ଆଲୋଚନା କରିବା। ସରକାରୀ ନିଷ୍ପତ୍ତି ଆଉ ସାଧାରଣ ଲୋକଙ୍କ ପ୍ରଭାବ ଭିତରେ କିପରି ଗୋଟେ ନୂଆ ସମୀକରଣ ତିଆରି ହେଉଛି, ତାର 3ଟି ବଡ଼ ଉଦାହରଣ ଆମ ସାମ୍ନାରେ ଅଛି। ହଁ, ଦେଖନ୍ତୁ, ନୀତି ନିର୍ଦ୍ଧାରଣ କେବେ ବି ଏକତରଫା ହୋଇନପାରେ। ଯେତେବେଳେ ଗୋଟେ ଆଇନ ତିଆରି ହୁଏ, ତାହା ଖାଲି କାଗଜରେ ସୀମିତ ନଥାଏ। ମାନେ ତାହା ସିଧାସଳଖ ଲୋକଙ୍କ ଅର୍ଥନୀତି, ସ୍ୱାସ୍ଥ୍ୟ ଆଉ ସୁରକ୍ଷାକୁ ପ୍ରଭାବିତ କରେ। ହଁ, ତାହା ତ ସତ। ଏବଂ ଯେତେବେଳେ ଲୋକଙ୍କୁ ଲାଗେ ଯେ ଏହି ନୀତି ସେମାନଙ୍କ ସ୍ୱାର୍ଥ ବିରୋଧୀ, ସେତେବେଳେ ସେମାନେ ନିଜର ଶକ୍ତି ଦେଖାନ୍ତି। ଆଜି ଆମ ପାଖରେ ଥିବା ଉତ୍ସଗୁଡ଼ିକ ଏହି ପ୍ରକ୍ରିୟାର ଭିନ୍ନ ଭିନ୍ନ ଦିଗକୁ ଖୁବ୍ ଭଲ ଭାବରେ ଦର୍ଶାଉଛି। ତେବେ ଆସନ୍ତୁ ସିଧାସଳଖ ପ୍ରଥମ ପ୍ରସଙ୍ଗକୁ ଯିବା, ଯାହା ଗତ କିଛି ମାସ ହେବ ପୁରା ରାଜ୍ୟର ଗୋଟେ ବଡ଼ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା। କଥାଟା ହେଉଛି ଡିସେମ୍ବର 2025ର। ଆଚ୍ଛା, ସେହି ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ କଥା କହୁଛନ୍ତି ଆପଣ? ହଁ, ବିଲକୁଲ ସେଇଆ। ଓଡ଼ିଶା ବିଧାନସଭାରେ ଗୋଟେ ବିଲ୍ ଆସିଲା। ଲକ୍ଷ୍ୟ ଥିଲା ବିଧାୟକ, ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଦରମାକୁ ବଢ଼ାଇବା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଏହା କୌଣସି ସାଧାରଣ ବୃଦ୍ଧି ନଥିଲା। ମାନେ ତଥ୍ୟ ଅନୁଯାୟୀ ଏହା ସିଧାସଳଖ 3 ଗୁଣା ବୃଦ୍ଧି କରିବାର ପ୍ରସ୍ତାବ ଥିଲା। ବାପରେ, 3 ଗୁଣା? ମାନେ ପ୍ରତି ମାସରେ ପ୍ରାୟ 1,11,000 ଟଙ୍କାରୁ ଏହା ସିଧା 3,45,000 ଟଙ୍କାକୁ ଡେଇଁବାର ଥିଲା। ପ୍ରକୃତରେ ଯଦି ଆମେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ସହ ଏହାର ତୁଳନା କରିବା, ତେବେ ଏହି ବିଲ୍ ପାରିତ ହେବା ପରେ ଓଡ଼ିଶାର ବିଧାୟକମାନେ ସମଗ୍ର ଭାରତବର୍ଷରେ ସର୍ବାଧିକ ଦରମା ପାଉଥିବା ନିର୍ବାଚିତ ପ୍ରତିନିଧି ପାଲଟି ଯାଇଥାନ୍ତେ। ସର୍ବାଧିକ ଦରମା। ଆଉ ଏଠି ହିଁ କାହାଣୀଟି ଜଟିଳ ହେବାକୁ ଲାଗିଲା। ମଜା କଥା ହେଲା, ବିଧାନସଭା ଭିତରେ ଏହି ବିଲ୍କୁ ନେଇ କୌଣସି ବଡ଼ ବିବାଦ ନଥିଲା। ହଁ, ସମସ୍ତେ ତ ରାଜି ଥିଲେ। ବିଲକୁଲ। ଶାସକ ଦଳ ହେଉ ବା ବିରୋଧୀ ଦଳ, ସମସ୍ତେ ଏଥିରେ ଏକମତ ଥିଲେ। ଆଉ ବିଲ୍ଟି ବିନା କୌଣସି ବାଧାରେ ପାରିତ ହୋଇଗଲା। କିନ୍ତୁ ବିଧାନସଭା ବାହାରେ ସାଧାରଣ ଜନତା ଏହାକୁ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣରୁ ଦେଖିଲେ। ମାନେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଛକ ବଜାର ପର୍ଯ୍ୟନ୍ତ ସବୁଠି ଖାଲି ଗୋଟିଏ ଆଲୋଚନା। ଆଉ ସେ ଆଲୋଚନାଟା ବହୁତ ସ୍ୱାଭାବିକ ଥିଲା। ମାନେ ଯେଉଁ ରାଜ୍ୟରେ ଏବେ ବି ଅନେକ ମୌଳିକ ସମସ୍ୟା ଅଛି, ସେଠାରେ ବିଧାୟକମାନେ ଦେଶର ସର୍ବାଧିକ ଦରମା ନେବା କେତେ ଦୂର ଯୁକ୍ତିଯୁକ୍ତ? ହଁ, ଲୋକଙ୍କ ପ୍ରଶ୍ନ ପୁରା ସଠିକ୍ ଥିଲା। ଆଉ ଏହି ଜନ ଆକ୍ରୋଶ ଏତେ ବ୍ୟାପକ ଥିଲା ଯେ ଶେଷରେ ସରକାର ନିଜ ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହେଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମାହାଲିଂ ବିଧାନସଭା ସଚିବାଳୟକୁ ଏହି 4ଟି ଯାକ ବିଲ୍ ପ୍ରତ୍ୟାହାର କରିବା ପାଇଁ ଆନୁଷ୍ଠାନିକ ନୋଟିସ୍ ଦେଲେ। ଏହି ପରିବର୍ତ୍ତନ ପଛରେ ଥିବା ରାଜନୈତିକ ଘଟଣାକ୍ରମକୁ ବୁଝିବା ନିହାତି ଆବଶ୍ୟକ। ମାନେ କୌଣସି ସର୍ବସମ୍ମତ ବିଲ୍ ହଠାତ୍ ପ୍ରତ୍ୟାହାର ହୁଏ ନାହିଁ। ଏହା ଗୋଟେ ଡୋମିନୋ ଏଫେକ୍ଟ ବା ଗୋଟିଏ ପରେ ଗୋଟିଏ ପୋଡ଼ି ଯାଉଥିବା ତାସ୍ ଘର ଭଳି କାମ କଲା। ଟିକେ ଖୋଲିକି କହିବେ କି ଏହା କେମିତି ଆରମ୍ଭ ହେଲା? ନିଶ୍ଚୟ। ପ୍ରଥମେ CPIM ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହାକୁ ବିରୋଧ କରି ସ୍ୱର ଉଠେଇଲେ। ଦେଖନ୍ତୁ, ଯେତେବେଳେ ଜଣେ ବ୍ୟକ୍ତି ସର୍ବସମ୍ମତିରୁ ବାହାରି ଆସି ବିରୋଧ କରନ୍ତି, ସେତେବେଳେ ଅନ୍ୟମାନଙ୍କ ପାଇଁ ସେହି ବର୍ଦ୍ଧିତ ଦରମାକୁ ଚୁପଚାପ ଗ୍ରହଣ କରିବା ନୈତିକ ସ୍ତରରେ କଷ୍ଟକର ହୋଇପାରେ। ଓହୋ, ତେଣୁ ସେଠାରୁ ହିଁ ଚାପ ବଢ଼ିଲା। ହଁ, ତାପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୋଟେ ବଡ଼ ଘୋଷଣା କଲେ ଯେ ସେ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ। ଆଚ୍ଛା, ତାମାନେ ଗୋଟିଏ ପ୍ରକାରର ରାଜନୈତିକ ଚାପ ସୃଷ୍ଟି ହେଲା କ୍ଷମତାସୀନ ଦଳ ଉପରେ। ମାନେ ଯଦି ବିରୋଧୀ ଦଳର ନେତା ମନା କରିଦେଲେ, ତେବେ ଶାସକ ଦଳ ପାଇଁ ତାହାକୁ ନେବା ଗୋଟେ ନକାରାତ୍ମକ ବାର୍ତ୍ତା ଦେବ ନା କ'ଣ? ନିଶ୍ଚିତ ଭାବେ। ଆଉ ତାରି ଫଳସ୍ୱରୂପ ଶାସକ ଦଳ ବିଜେପିର ବିଧାୟକମାନେ ମଧ୍ୟ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କଲେ। ବୁଝିଲେ ତ? ଏହି ପୁରା ଘଟଣାର ଆର୍ଥିକ ଦିଗଟିକୁ ମଧ୍ୟ ଆମେ ଅଣଦେଖା କରିପାରିବା ନାହିଁ। ଆର୍ଥିକ ଦିଗ ମାନେ ରାଜକୋଷ ଉପରେ ବୋଝ କଥା କହୁଛନ୍ତି? ହଁ,
ହିସାବ କହୁଛି ଯେ ଏହି ଦରମା ବୃଦ୍ଧି ଯୋଗୁଁ ରାଜକୋଷ ଉପରେ ବାର୍ଷିକ ପ୍ରାୟ 45ରୁ 50 କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିଥାନ୍ତା। ବାପରେ 50 କୋଟି। ଦେଖନ୍ତୁ ଏହି ପରିସ୍ଥିତିକୁ ମୁଁ ଗୋଟିଏ କର୍ପୋରେଟ୍ ଦୃଷ୍ଟିକୋଣରୁ ଦେଖୁଛି। ଧରି ନିଅନ୍ତୁ ଗୋଟେ ବଡ଼ କମ୍ପାନୀ ଅଛି, ଆଉ ସେହି କମ୍ପାନୀର ବୋର୍ଡ ଅଫ୍ ଡିରେକ୍ଟର୍ସ ବନ୍ଦ କୋଠରୀରେ ବସି ନିଷ୍ପତ୍ତି ନେଲେ ଯେ କମ୍ପାନୀର ଲାଭ ଯାହା ବି ହେଉ ପଛେ ଆମେ ଆମ ନିଜର ବୋନସ୍ ଆଉ ଦରମାକୁ 3 ଗୁଣା କରିଦେବା। ହଁ, ମାନେ ନିଜେ ନିଷ୍ପତ୍ତି ନେଲେ ଆଉ ନିଜେ ପାସ୍ ବି କରିଦେଲେ। ବିଲକୁଲ। କିନ୍ତୁ ସେମାନେ ଭୁଲିଗଲେ ଯେ କମ୍ପାନୀର ପ୍ରକୃତ ମାଲିକ ହେଉଛନ୍ତି ସେହି ଛୋଟ ଛୋଟ ସେୟାର ହୋଲ୍ଡରମାନେ, ଯେଉଁମାନେ ନିଜର କଷ୍ଟ ଉପାର୍ଜିତ ଅର୍ଥ ଲଗାଇଛନ୍ତି। ଆଉ ଯେତେବେଳେ ସେୟାର ହୋଲ୍ଡରମାନେ ଆସି ବାର୍ଷିକ ବୈଠକରେ ପ୍ରଶ୍ନ କଲେ ଆଉ ବିରୋଧ କଲେ, ବୋର୍ଡକୁ ବାଧ୍ୟ ହୋଇ ନିଷ୍ପତ୍ତି ବଦଳାଇବାକୁ ପଡ଼ିଲା। ଆମ କ୍ଷେତ୍ରରେ ସାଧାରଣ ଜନତା ହେଉଛନ୍ତି ସେହି ସେୟାର ହୋଲ୍ଡର। ହଁ, ଏହି ବିଶ୍ଳେଷଣଟି ବହୁତ ସଠିକ୍ ଲାଗୁଛି ମୋତେ, କାରଣ ଏହା ପ୍ରମାଣ କରୁଛି ଯେ ଆଇନଗତ କ୍ଷମତା ଥାଇ ମଧ୍ୟ ନିର୍ବାଚିତ ପ୍ରତିନିଧିମାନେ ଜନମତକୁ ବେଖାତିର କରିପାରିବେ ନାହିଁ। ବାର୍ଷିକ 50 କୋଟି ଟଙ୍କା ଗୋଟିଏ ସରକାରୀ ବଜେଟ୍ ପାଇଁ ବୋଧହୁଏ ବହୁତ ବଡ଼ ଅଙ୍କ ନୁହେଁ, କିନ୍ତୁ ଏହାର ରାଜନୀତିକ ମୂଲ୍ୟ ବହୁତ ଅଧିକ। ସତ କଥା। ଏହା ଗୋଟେ ସ୍ପଷ୍ଟ ବାର୍ତ୍ତା ଦେଲା ଯେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପାରଦର୍ଶିତା ନିହାତି ଦରକାର, ଆଉ ଲୋକଙ୍କର ଆକ୍ରୋଶ ସବୁଠାରୁ ବଡ଼ ନିୟନ୍ତ୍ରକ ଭାବେ କାମ କରେ। ତେବେ ବର୍ତ୍ତମାନ ଏହିଠାରୁ ଆମେ ଆମର ଦ୍ୱିତୀୟ ପ୍ରସଙ୍ଗ ଆଡ଼କୁ ଗତି କରିବା। ପ୍ରଥମ କ୍ଷେତ୍ରରେ ଆମେ ଦେଖିଲେ ଯେ ସରକାର କିପରି ଲୋକଙ୍କ ଚାପରେ ଆସି ଗୋଟିଏ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ରୂପେ ବାତିଲ କଲେ। କିନ୍ତୁ ସରକାରୀ ନୀତି ସବୁବେଳେ ହଁ କିମ୍ବା ନାର ଖେଳେ ନୁହେଁ। ନା ଆଦୌ ନୁହେଁ। ଅନେକ ସମୟରେ ସରକାରଙ୍କୁ ନୈତିକତା ଏବଂ ବାସ୍ତବତା ଭିତରେ ଗୋଟେ ଅତି ସୂକ୍ଷ୍ମ ସନ୍ତୁଳନ ରକ୍ଷା କରିବାକୁ ପଡ଼େ। ମାନେ ଗୋଟିଏ ପଟେ ସମାଜର ମଙ୍ଗଳ ପାଇଁ କଟକଣା ଜରୁରୀ, ଆଉ ଅନ୍ୟପଟେ ରାଜ୍ୟର ବିକାଶ ପାଇଁ ଯୋଜନାଗୁଡ଼ିକୁ ଚଳାଇବା ପାଇଁ ବିପୁଳ ରାଜସ୍ୱର ଆବଶ୍ୟକତା ମଧ୍ୟ ରହିଛି। ଏହି ଟଣାଓଟାରାକୁ ଆମେ ଓଡ଼ିଶାର ନୂତନ ଅବକାରୀ ନୀତିରେ ବେଶ୍ ସ୍ପଷ୍ଟ ଭାବରେ ଦେଖିପାରିବା। ଅବକାରୀ ନୀତି ମାନେ ମଦ ଉତ୍ପାଦନ, ପରିଚାଳନା ଏବଂ ବିକ୍ରି ସମ୍ପର୍କିତ ନିୟମାବଳୀ। ଆଉ ଏଥରର ନୀତିଟି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଅନେକ ଦୃଷ୍ଟିରୁ ଭିନ୍ନ। ମାନେ ସବୁଠୁ ବଡ଼ ପରିବର୍ତ୍ତନ ହେଉଛି ଏହାର ଅବଧି। ସାଧାରଣତଃ ଅବକାରୀ ନୀତି ପ୍ରତିବର୍ଷ ବଦଳିଥାଏ। ହଁ, ମୁଁ ବି ସେୟା ଶୁଣିଥିଲି, ପ୍ରତିବର୍ଷ ନୂଆ ନିୟମ ଆସେ। କିନ୍ତୁ ଏଥର ସରକାର ଏହାକୁ 3 ବର୍ଷ ପାଇଁ, ଅର୍ଥାତ୍ ଏପ୍ରିଲ 1, 2026ରୁ ମାର୍ଚ୍ଚ 31, 2029 ପର୍ଯ୍ୟନ୍ତ ସ୍ଥିର କରିଛନ୍ତି। ଏହାଦ୍ୱାରା ବ୍ୟବସାୟୀମାନଙ୍କୁ ଗୋଟିଏ ସ୍ଥିରତା ମିଳିବ, ଆଉ ପ୍ରତିବର୍ଷ ଲାଇସେନ୍ସ ନବୀକରଣକୁ ନେଇ ଯେଉଁ ଅନିଶ୍ଚିତତା ରହୁଥିଲା ତାହା ଦୂର ହେବ। ଆଚ୍ଛା, ଆଉ ଯଦି ଆମେ ତଥ୍ୟକୁ ଆଉ ଟିକେ ଗଭୀର ଭାବରେ ଦେଖିବା, ତେବେ କିଛି ରୋଚକ ଦିଗ ସାମ୍ନାକୁ ଆସୁଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯେଉଁ ନୂଆ ନିୟମାବଳୀ ଘୋଷଣା କରିଛନ୍ତି, ସେଥିରେ ଗୋଟେ ବଡ଼ ପଦକ୍ଷେପ ହେଉଛି ନିଶା ନିବାରଣ ସେସ୍, ବା ଯାହାକୁ ଇଂରାଜୀରେ ଡି ଆଡିକ୍ସନ୍ ସେସ୍ କହୁଛନ୍ତି। ହଁ, ଏଇଟା ଗୋଟେ ନୂଆ କନସେପ୍ଟ। ବିଲକୁଲ। ସରକାର ପ୍ରଥମ ଥର ପାଇଁ ଅବକାରୀ ଶୁଳ୍କ ଉପରେ ଅତିରିକ୍ତ 0.5% ସେସ୍ ଲଗାଇଛନ୍ତି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରୁ ଆଦାୟ ହେଉଥିବା ଅର୍ଥ ଅନ୍ୟ କୌଣସି ସରକାରୀ ଯୋଜନାରେ ଖର୍ଚ୍ଚ ହେବନି, କେବଳ ନିଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ଉଦ୍ଦିଷ୍ଟ ରହିବ। ଏହାଛଡ଼ା ଆଉ ଗୋଟେ କଥା ଅଛି, ନୂଆ ଦୋକାନ ଖୋଲିବା ଉପରେ ମଧ୍ୟ କଡ଼ା କଟକଣା ଲଗାଯାଇଛି। ମାନେ ପୁରା ରାଜ୍ୟରେ କୌଣସି ନୂଆ ବିଦେଶୀ ମଦ ଦୋକାନ, ଦେଶୀ ମଦ ଦୋକାନ କିମ୍ବା ଆଉଟଷ୍ଟିଲ୍ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ଆଉ ଗ୍ରାମାଞ୍ଚଳରେ ଯେଉଁ ବାର୍ ସବୁ ଖୋଲୁଥିଲା, ସେଗୁଡ଼ିକ ଉପରେ ବି ରୋକ୍ ଲଗାଯାଇଛି। ଗ୍ରାମାଞ୍ଚଳରେ ନୂଆ ଅନସପ୍ ବା ବାର୍ ମଧ୍ୟ ବନ୍ଦ। କେବଳ ଶିଳ୍ପାଞ୍ଚଳରେ ଥିବା 3 ଷ୍ଟାର ଏବଂ ତାଠାରୁ ଉପର ଶ୍ରେଣୀର ହୋଟେଲକୁ ଏଥିରୁ ବାଦ୍ ଦିଆଯାଇଛି। ଆଉ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିଲେ, ପୁରୀ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିରର ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ଭିତରେ କୌଣସି ମଦ ଦୋକାନ ରହିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ଏହିଠାରେ ମୋତେ ଗୋଟିଏ କଥା ଟିକେ ବିରୋଧାଭାସୀ ବା ପାରାଡକ୍ସିକାଲ ଲାଗୁଛି। ଆସନ୍ତୁ ଏହାର ଆର୍ଥିକ ମଡେଲକୁ ବିଶ୍ଳେଷଣ କରିବା। ଗୋଟିଏ ପଟେ ସରକାର କହୁଛନ୍ତି ଆମେ ନୂଆ ଦୋକାନ ଖୋଲିବୁ ନାହିଁ ଆଉ ସେସ୍ ଆଦାୟ କରି ନିଶାମୁକ୍ତି ପାଇଁ ଖର୍ଚ୍ଚ କରିବୁ। ଏହା ବହୁତ ସକାରାତ୍ମକ। ହଁ, କିନ୍ତୁ ଅନ୍ୟପଟେ ସେମାନେ ଆବେଦନ ଫିକୁ 10% ବଢ଼ାଇ ଦେଇଛନ୍ତି, ଆଉ ଲାଇସେନ୍ସ ଫି ବାର୍ଷିକ 10ରୁ 20% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଏବେ ଆପଣ ଗୋଟିଏ ମଦ ବ୍ୟବସାୟୀ ଦୃଷ୍ଟିକୋଣରୁ ଭାବନ୍ତୁ। ଯଦି ଜଣେ ଦୋକାନୀକୁ ଗତ ବର୍ଷ ତୁଳନାରେ ସରକାରଙ୍କୁ 20% ଅଧିକ ଲାଇସେନ୍ସ ଫି ଦବାକୁ ପଡୁଛି, ତେବେ ସେ ନିଜର ଲାଭ ବଜାୟ ରଖିବା ପାଇଁ କ'ଣ କରିବ? ସେ ତ ନିଶ୍ଚିତ ଭାବରେ ଅଧିକ ପରିମାଣର ମଦ ବିକ୍ରି କରିବାକୁ ଚେଷ୍ଟା କରିବ ହିଁ କରିବ। ସିଏ ତ ଅଧିକ ଲାଇସେନ୍ସ ଫିର ଅର୍ଥ ହେଉଛି ବ୍ୟବସାୟୀ ଉପରେ ଅଧିକ ବିକ୍ରି କରିବାର ଚାପ। ତେବେ ଏହି ବର୍ଦ୍ଧିତ ରାଜସ୍ୱ ଆଦାୟର ଲକ୍ଷ୍ୟ ସହିତ ନିଶା ନିବାରଣର ଲକ୍ଷ୍ୟ କିପରି ଖାପ ଖାଉଛି? ବୁଝିଲି ଆପଣଙ୍କ କଥା। ଏହା ଗୋଟେ ଅତ୍ୟନ୍ତ ବାସ୍ତବବାଦୀ ଏବଂ ଗଭୀର ପ୍ରଶ୍ନ। ଏହାର ଉତ୍ତର ପାଇବାକୁ ହେଲେ ଆମକୁ ପ୍ରୋହିବିସନ୍ ବା ସମ୍ପୂର୍ଣ୍ଣ ମଦବନ୍ଦୀର ଇତିହାସ ଦେଖିବାକୁ ପଡ଼ିବ। ଯେତେବେଳେ କୌଣସି ସରକାର ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ କରିଦିଅନ୍ତି, ସେତେବେଳେ ପ୍ରକୃତିରେ କ'ଣ ହୁଏ? ଲୋକେ ତ ଲୁଚି ଛିପି ପିଅନ୍ତି। ବିଲକୁଲ। ଲୋକଙ୍କର ମଦ୍ୟପାନ କରିବାର ଇଚ୍ଛା ତ ରାତିଆରାତି ଉଭେଇଯାଏ ନାହିଁ ନା। ତେଣୁ ଗୋଟେ ବେଆଇନ ମାଫିଆ ବଜାର ସୃଷ୍ଟି ହୁଏ। ଲୋକେ ବିଷାକ୍ତ ମଦ ତିଆରି କରନ୍ତି, ଯାହା ପିଇ ହଜାର ହଜାର ଜୀବନ ଯାଏ, ଏବଂ ସେହି ବେଆଇନ କାରବାର ସରକାରଙ୍କୁ ଟଙ୍କାଟିଏ ବି ରାଜସ୍ୱ ମିଳେ ନାହିଁ। ଓହୋ, ମାନେ ଓଡ଼ିଶା ସରକାର ଏଠାରେ ସେହି ଚରମପନ୍ଥୀ ରାସ୍ତା ନ ଆପଣାଇ ଗୋଟେ ମଧ୍ୟମ ପନ୍ଥା ବାଛିଛନ୍ତି। ସେମାନେ ଜାଣିଛନ୍ତି ଯେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅସମ୍ଭବ, ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଠିକ୍ କଥା। ଏହି ନୀତିର ସବୁଠାରୁ ବଡ଼ ଦିଗଟି ହେଉଛି ସରକାରଙ୍କ ସ୍ୱୀକାରୋକ୍ତି। ମାନେ ସରକାରୀ ନୀତିରେ ପ୍ରଥମ ଥର ପାଇଁ ଏହାକୁ ଏକ କ୍ଷତିକାରକ ଅଭ୍ୟାସ ବୋଲି ଖୋଲାଖୋଲି ଗ୍ରହଣ କରାଯାଇଛି। ଆଗରୁ ସାଧାରଣ ଟ୍ୟାକ୍ସ ଆକାରରେ ଟଙ୍କା ଆସୁଥିଲା, ଆଉ ତାହା ରାସ୍ତାଘାଟ କିମ୍ବା ଅନ୍ୟାନ୍ୟ କାମରେ ଖର୍ଚ୍ଚ ହେଉଥିଲା। କିନ୍ତୁ ଏବେ ସେସ୍ ଆକାରରେ ଆସିବ। ହଁ, ଆଉ ଶେଷର ନିୟମ ହେଉଛି ଏହା ଯେଉଁ ଉଦ୍ଦେଶ୍ୟରେ ଆଦାୟ ହୁଏ, କେବଳ ସେଇଠାରେ ହିଁ ଖର୍ଚ୍ଚ ହୁଏ। ଅର୍ଥାତ୍ ମଦ ବିକ୍ରିରୁ ଆସୁଥିବା ଟଙ୍କାର ଗୋଟେ ନିର୍ଦ୍ଦିଷ୍ଟ ଅଂଶ ସିଧାସଳଖ ସେହି ସମସ୍ୟାର ସମାଧାନ ବା ରିହାବ ସେଣ୍ଟର ପାଇଁ ଲାଗିବ। ଆଉ ଯେଉଁ ଲାଇସେନ୍ସ ଫି ବୃଦ୍ଧି କଥା ଆପଣ ଉଠାଇଲେ, ତାହା ବ୍ୟବସାୟର ଆକାରକୁ ସୀମିତ ରଖିବାର ଏକ ଅର୍ଥନୈତିକ ଉପାୟ ମଧ୍ୟ ହୋଇପାରେ। କେମିତି? ମାନେ ଛୋଟ ବ୍ୟବସାୟୀ ବାଦ ପଡ଼ିବେ, ସେଇଆ ତ? ହଁ, ଯାହାଦ୍ୱାରା ଛୋଟ ଛୋଟ ବେଆଇନ ଦୋକାନୀମାନେ ବଜାରରୁ ବାଦ ପଡ଼ିବେ। ଆଉ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ନୀତିରେ ସବୁ ଦୋକାନ ଏବଂ ଉତ୍ପାଦନ କେନ୍ଦ୍ରରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଦେଖନ୍ତୁ, ସିସିଟିଭି ଲଗାଇବାର କାରଣ ଖାଲି ଦୋକାନରୁ ଚୋରି ରୋକିବା ନୁହେଁ। ଏହାଦ୍ୱାରା ସରକାର ନଜର ରଖିପାରିବେ ଯେ ଅନୁମୋଦିତ ପରିମାଣରୁ ଅଧିକ ମଦ ବିକ୍ରି ହେଉନାହିଁ ତ, କିମ୍ବା କୌଣସି ବେଆଇନ ବା ନକଲି ମଦ ଦୋକାନ ଭିତରକୁ ଆସୁନାହିଁ ତ। ଏହା ନିୟନ୍ତ୍ରଣର ଗୋଟେ ପ୍ରଯୁକ୍ତିଗତ ପଦକ୍ଷେପ। ବହୁତ ଜରୁରୀ ପଦକ୍ଷେପ ଏଇଟା। ଆଉ ଠିକ୍ ଏହିଠାରୁ ହିଁ ଆମେ ଆମର ତୃତୀୟ ବିଷୟ ସହିତ ଏହାକୁ ଯୋଡ଼ିପାରିବା। ଯେପରି ମଦ ଦୋକାନଗୁଡ଼ିକ ଉପରେ ନଜର ରଖିବା ପାଇଁ ସରକାର ସିସିଟିଭି ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରୁଛନ୍ତି, ଠିକ୍ ସେହିପରି ରାସ୍ତାରେ ସାଧାରଣ ନାଗରିକଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଡାଟା ଏବଂ ଟେକ୍ନୋଲୋଜିର ସାହାଯ୍ୟ ନିଆଯାଉଛି। ସଡ଼କ ସୁରକ୍ଷା କଥା କହୁଛନ୍ତି ବୋଧେ? ହଁ, କିନ୍ତୁ ସଡ଼କ ସୁରକ୍ଷା କ୍ଷେତ୍ରରେ ପରିସ୍ଥିତି ବେଶ୍ ଚିନ୍ତାଜନକ ଅଟେ। ମାନେ ରିପୋର୍ଟ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ପ୍ରକୃତରେ ସଡ଼କ ଦୁର୍ଘଟଣା ଏବେ ଗୋଟେ ନୀରବ ମହାମାରୀରେ ପରିଣତ ହୋଇଛି। ଆମ ପାଖରେ ଥିବା ତଥ୍ୟ ଅନୁଯାୟୀ 2025 ମସିହାରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର 5.6% ବୃଦ୍ଧି ପାଇଛି। ସଂଖ୍ୟାଟା କେତେ ଟିକେ କହିବି କି? ସଂଖ୍ୟା ହିସାବରେ ଦେଖିଲେ 2024ରେ 6,142 ଜଣଙ୍କର ପ୍ରାଣହାନି ଘଟିଥିଲା, କିନ୍ତୁ 2025 ସୁଦ୍ଧା ତାହା ବୃଦ୍ଧି ପାଇ 6,483ରେ ପହଞ୍ଚିଛି। ମାନେ ପ୍ରତିବର୍ଷ ଏତେ ବିପୁଳ ସଂଖ୍ୟାରେ ଲୋକ ରାସ୍ତାରେ ଆଖି ବୁଜୁଛନ୍ତି। ବାପ୍ରେ! ଆଉ ଏହି ତଥ୍ୟର ସବୁଠାରୁ ନିରାଶାଜନକ ଦିଗ ହେଉଛି ଆମର ସଚେତନତା ଅଭିଯାନଗୁଡ଼ିକର ବିଫଳତା। ଆପଣ ଦେଖନ୍ତୁ, ଜାନୁଆରୀ 2026କୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବେ ପାଳନ କରାଗଲା। ଚାରିଆଡ଼େ ପୋଷ୍ଟର ଲାଗିଲା, ରଥ ବୁଲିଲା, ହେଲମେଟ୍ ପିନ୍ଧିବା ପାଇଁ ସ୍ଲୋଗାନ ଦିଆଗଲା। ବହୁତ ପ୍ରଚାର ପ୍ରସାର ହେଲା। କିନ୍ତୁ ଫଳାଫଳ କ'ଣ ହେଲା? ସେହି ଗୋଟିଏ ମାସ ଭିତରେ ରାଜ୍ୟରେ 505 ଜଣଙ୍କର ମୃତ୍ୟୁ ଘଟିଲା। ତଥାପି ଏଥିରେ ଗୋଟିଏ ବହୁତ ବଡ଼ ବ୍ୟତିକ୍ରମ ରହିଛି, ଯାହା ଆମ ମାନବୀୟ ଆଚରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆପଣ ନଭେମ୍ବର 2025 କଥା ମନେ ପକାଉଛନ୍ତି କି? ସେହି ଜିରୋ ଫ୍ୟାଟାଲିଟି ଫୋର୍ଟନାଇଟ୍ ବା ଶୂନ୍ୟ ମୃତ୍ୟୁ ପକ୍ଷ। ବିଲକୁଲ ସେଇଆ। ସେହି 15 ଦିନ ଭିତରେ ପୁଲିସ ଏବଂ ପରିବହନ ବିଭାଗ ରାସ୍ତାରେ କଡ଼ାକଡ଼ି ଚେକିଂ କଲେ, ଆଉ ଜୋରିମାନା ଆଦାୟ କଲେ। ଆଉ ତାର ପ୍ରଭାବ ସିଧାସଳଖ ଦେଖିବାକୁ ମିଳିଲା। ମାନେ ସେହି ସମୟରେ ମୃତ୍ୟୁହାର 33.5% ହ୍ରାସ ପାଇଥିଲା। ଏହି ଦୁଇଟି ତଥ୍ୟକୁ ପାଖାପାଖି ରଖି ବିଶ୍ଳେଷଣ କଲେ
ଆମେ ଦେଖିବା ଯେ ଯେତେବେଳେ ରାସ୍ତାରେ ପୋଲିସ ଅଛି ବା କଡ଼ା ନିୟମର ଭୟ ଅଛି ସେତେବେଳେ ଲୋକେ ନିୟମ ମାନୁଛନ୍ତି ଏବଂ ଜୀବନ ବଞ୍ଚୁଛି କିନ୍ତୁ ଅଭିଯାନ ସରିଯିବା କ୍ଷଣି ସେହି ପୁରୁଣା ବେପରୁଆ ମନୋଭାବ ଫେରିଆସୁଛି। ମାନେ କେବଳ ଭୟ ଦ୍ୱାରା ଦୀର୍ଘସ୍ଥାୟୀ ପରିବର୍ତ୍ତନ ଅଣାଯାଇ ପାରିବ ନାହିଁ। ଏହାକୁ ମୁଁ ଗୋଟିଏ ଉଦାହରଣ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରୁଛି। ଧରିନିଅନ୍ତୁ ଜଣେ ବ୍ୟକ୍ତି ନିଜର ଓଜନ କମାଇବାକୁ ଚାହୁଁଛନ୍ତି। ସେ 2 ସପ୍ତାହ ପାଇଁ ଅତି କଠୋର ଡାଏଟ୍ କଲେ, ପ୍ରତିଦିନ ଜିମ୍ ଗଲେ ଏବଂ ଦେଖିବାକୁ ଗଲେ ତାଙ୍କର କିଛି ଓଜନ କମିଗଲା। ହଁ, ମାନେ ଏହା ହେଉଛି ଆମର ସେହି ଶୂନ୍ୟ ମୃତ୍ୟୁ ପକ୍ଷ। ଠିକ୍ କହିଲେ। କିନ୍ତୁ ସେହି 2 ସପ୍ତାହ ପରେ ସେ ଭାବିଲେ ଯେ ମୋର ଲକ୍ଷ୍ୟ ପୂରଣ ହୋଇଗଲା ଏବଂ ସେ ପୁଣି ନିଜର ସେହି ପୁରୁଣା ଖରାପ ଖାଦ୍ୟପେୟ ଅଭ୍ୟାସକୁ ଫେରିଗଲେ। ବର୍ଷ ଶେଷ ବେଳକୁ ତାଙ୍କର ଓଜନ ପୂର୍ବ ଅପେକ୍ଷା ଆହୁରି ବଢ଼ିଯାଇଥିବ। ବହୁତ ସୁନ୍ଦର ଉଦାହରଣ। ଏଠାରେ ସମସ୍ୟା ହେଉଛି ସ୍ଥାୟୀ ସମାଧାନର ଅଭାବ। ମାନେ ସରକାର କେବଳ ଅଭିଯାନ ଉପରେ ନିର୍ଭର କରିପାରିବେ ନାହିଁ। ସେମାନଙ୍କୁ ସମସ୍ୟାର ମୂଳ କାରଣ ଖୋଜିବାକୁ ପଡ଼ିବ। ଆଉ ଏହି ଦିଗରେ ଗୋଟେ ବଡ଼ ପଦକ୍ଷେପ ହେଉଛି ରଥ ପୋର୍ଟାଲ। ରଥ ପୋର୍ଟାଲ ବିଷୟରେ ଟିକେ କହିବେ କି? ଏଇଟା ପ୍ରକୃତରେ କ'ଣ? ନିଶ୍ଚୟ, ଯେତେବେଳେ ପାରମ୍ପରିକ ପଦ୍ଧତି ବିଫଳ ହୁଏ ସେତେବେଳେ ଟେକ୍ନୋଲୋଜି ବା ଜ୍ଞାନକୌଶଳର ଆବଶ୍ୟକତା ପଡ଼େ। ସରକାର ଆଇଆଇଟି ମାଡ୍ରାସ ଭଳି ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସହ ମିଶି RATH ବା ରଥ, ଯାହାର ପୂରା ନାମ ହେଉଛି ଓଡ଼ିଶା ଇଣ୍ଟିଗ୍ରେଟେଡ୍ ରୋଡ୍ ସେଫ୍ଟି ଡ୍ୟାଶବୋର୍ଡ, ଲଞ୍ଚ କରିଛନ୍ତି। ଆଚ୍ଛା, ଏଇଟା କ'ଣ ଗୋଟେ ୱେବସାଇଟ୍? ନା ନା, ଏହା କୌଣସି ସାଧାରଣ ୱେବସାଇଟ୍ ନୁହେଁ। ଏହା ହେଉଛି ଏକ ଡାଟା ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ। ମାନେ ପୂର୍ବରୁ ଆମେ କ'ଣ କରୁଥିଲେ, ଗୋଟେ ଦୁର୍ଘଟଣା ଘଟିଗଲା ପରେ ଆମେ କେବଳ ରେକର୍ଡ କରୁଥିଲେ ଯେ ଏହି ଜାଗାରେ ଏତେ ଜଣଙ୍କର ମୃତ୍ୟୁ ହେଲା। ପୋଲିସ ତାଙ୍କ ଖାତାରେ ଲେଖୁଥିଲା, ଡାକ୍ତରଖାନା ତାଙ୍କ ଫାଇଲରେ। ସବୁ ବିଭାଗ ଅଲଗା ଅଲଗା କାମ କରୁଥିଲେ। ମୁଁ ବୁଝିପାରୁଛି ଆପଣ କ'ଣ କହୁଛନ୍ତି। ମୁଁ ଏହାକୁ ଏକ MRI ସ୍କାନ୍ ସହିତ ତୁଳନା କରିବି। ପୂର୍ବରୁ ଯେତେବେଳେ ଦୁର୍ଘଟଣା ଘଟୁଥିଲା ଆମେ କେବଳ ଗୋଟିଏ ପେନ୍କିଲର ବା ଯନ୍ତ୍ରଣା ଉପଶମକାରୀ ଔଷଧ ଦେଇଦେଉଥିଲେ। ମାନେ ଟ୍ରାଫିକ୍ ପୋଲିସ 2 ଦିନ ପାଇଁ ସେହି ଛକରେ ଠିଆ ହୋଇଯାଉଥିଲେ। ବିଲକୁଲ। ଆଉ ତାପରେ ପୁଣି ଯେମିତିକି ସେମିତି। ହଁ, କିନ୍ତୁ ରଥ୍ ଡ୍ୟାଶବୋର୍ଡ ହେଉଛି ଏକ ସମ୍ପୂର୍ଣ୍ଣ MRI ସ୍କାନ୍ ଭଳି। ଯେତେବେଳେ ଗୋଟିଏ ସ୍ଥାନରେ ଦୁର୍ଘଟଣା ଘଟେ ଏହା କେବଳ ସଂଖ୍ୟା ଗଣେ ନାହିଁ। ଏହା ବିଭିନ୍ନ ବିଭାଗର ଡାଟାକୁ ଏକାଠି କରେ। ଏହା ବିଶ୍ଳେଷଣ କରେ ଯେ ଦୁର୍ଘଟଣା ସମୟରେ ସେହି ରାସ୍ତାର ଇଞ୍ଜିନିୟରିଂ କେମିତି ଥିଲା, ସେଠାରେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ୍ ଥିଲା କି ନାହିଁ, ଆଉ ଗାଡ଼ିର ବେଗ କେତେ ଥିଲା ତାହା ମଧ୍ୟ। ପ୍ରକୃତରେ ଏହା କ'ଣ କୌଣସି ବ୍ଲାକ୍ ସ୍ପଟ୍ ବା ବିପଦପୂର୍ଣ୍ଣ ସ୍ଥାନ କି? ଯଦି ଗୋଟିଏ ନିର୍ଦ୍ଦିଷ୍ଟ ବାଙ୍କରେ ବାରମ୍ବାର ଦୁର୍ଘଟଣା ଘଟୁଛି ତେବେ ସମସ୍ୟା ଡ୍ରାଇଭରର ନୁହେଁ, ସମସ୍ୟା ସେହି ରାସ୍ତାର ଡିଜାଇନରେ ଅଛି ବୋଲି ଏହି ପୋର୍ଟାଲ ସ୍ପଷ୍ଟ କରିଦେବ। ଏବଂ ଥରେ ସମସ୍ୟାର ମୂଳ କାରଣ ଜଣାପଡ଼ିଗଲେ ସରକାର ତୁରନ୍ତ ଏବଂ ସଠିକ୍ ପଦକ୍ଷେପ ନେଇପାରିବେ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏଥିରେ ଥିବା ସିଟିଜେନ୍ ପୋର୍ଟାଲ। ସିଟିଜେନ୍ ପୋର୍ଟାଲ ମାନେ ଲୋକେ ନିଜେ ରିପୋର୍ଟ କରିପାରିବେ। ହଁ, ଏବେ ସାଧାରଣ ନାଗରିକ ମଧ୍ୟ ନିଜ ଫୋନ୍ ମାଧ୍ୟମରେ ସିଧାସଳଖ ରିପୋର୍ଟ କରିପାରିବେ ଯେ କେଉଁଠି ରାସ୍ତା ଖରାପ ଅଛି କିମ୍ବା କେଉଁଠି ଟ୍ରାଫିକ୍ ସଂକେତ କାମ କରୁନାହିଁ। ବୁଝିଲେ ନା? ତ ଏହା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ପ୍ରୋଆକ୍ଟିଭ୍ କରିବ। ଡାଟା ଏବଂ ନାଗରିକଙ୍କ ସହଭାଗିତା ମିଶି ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିପାରିବ। ବାସ୍ତବରେ ଆଜିର ଆମର ଏହି ଗଭୀର ଅନୁଧ୍ୟାନରୁ ଗୋଟିଏ ସ୍ପଷ୍ଟ ଚିତ୍ର ଉଭା ହେଉଛି ଆମ ସାମ୍ନାରେ। ଆମେ ଆଲୋଚନା ଆରମ୍ଭ କରିଥିଲେ ବିଧାୟକମାନଙ୍କର ଦରମା ବୃଦ୍ଧି ପ୍ରତ୍ୟାହାରରୁ, ଯୋଉଠି ଆମେ ଦେଖିଲେ ଯେ ସାଧାରଣ ଲୋକଙ୍କର ଆକ୍ରୋଶ କିପରି ସରକାରଙ୍କ ଏକ ସର୍ବସମ୍ମତ ଆଇନକୁ ଓଲଟାଇ ଦେବାର କ୍ଷମତା ରଖେ। ହଁ, ତାପରେ ଆମେ ଦେଖିଲେ ନୂଆ ଅବକାରୀ ନୀତି, ଯୋଉଠି ସରକାର ଅର୍ଥନୈତିକ ଆବଶ୍ୟକତା ଏବଂ ସାମାଜିକ ନୈତିକତା ମଧ୍ୟରେ ଏକ ବାସ୍ତବବାଦୀ ମଧ୍ୟମ ପନ୍ଥା ବାଛିଛନ୍ତି। ଆଉ ନିଶା ନିବାରଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ମଧ୍ୟ ତିଆରି କରିଛନ୍ତି। ଆଉ ଶେଷରେ ସଡ଼କ ସୁରକ୍ଷା, ଯୋଉଠି କେବଳ ନିୟମ ଯଥେଷ୍ଟ ନୁହେଁ ବୋଲି ପ୍ରମାଣିତ ହେବା ପରେ ସମସ୍ୟାର ମୂଳ ଖୋଜିବା ପାଇଁ ରଥ ଭଳି ଏକ ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯାଉଛି। କୌଣସି ଏକତରଫା ରାସ୍ତା ନୁହେଁ। ଏହା ନିରନ୍ତର ଭାବେ ଜନସାଧାରଣଙ୍କ ପ୍ରତିକ୍ରିୟା ଏବଂ ଆଚରଣ ଦ୍ୱାରା ରୂପାନ୍ତରିତ ହେଉଛି। ମାନେ ସରକାର କେବଳ ଏକ ଢାଞ୍ଚା ବା ସିଷ୍ଟମ ତିଆରି କରିପାରିବେ, ସତ କଥା। କିନ୍ତୁ ସେହି ସିଷ୍ଟମ କେତେ ସଫଳ ହେବ ତାହା ନିର୍ଭର କରେ ଲୋକମାନେ ତାହାକୁ କିପରି ଗ୍ରହଣ କରୁଛନ୍ତି ଏବଂ ନିଜର ଆଚରଣରେ କି ପରିବର୍ତ୍ତନ ଆଣୁଛନ୍ତି। ଜନସାଧାରଣଙ୍କର ସଚେତନତା ଏବଂ ଅଂଶଗ୍ରହଣ ବିନା ଯେକୌଣସି ନୀତି କେବଳ କାଗଜପତ୍ରରେ ହିଁ ସୀମିତ ରହିଯିବ। ତେଣୁ ଶେଷରେ ଏମିତି ଏକ ପ୍ରଶ୍ନ ଅଛି
ଯାହା ଉପରେ ଆମ ସମସ୍ତଙ୍କୁ ଆଉ ଆମ ଶ୍ରୋତାମାନଙ୍କୁ ମଧ୍ୟ ଚିନ୍ତା କରିବାକୁ ପଡ଼ିବ। ଏହା ଏକ ବିରୋଧାଭାସ ଯାହା ଆମ ସମାଜର ମାନସିକତାକୁ ଦର୍ଶାଉଛି। ଆମେ ଦେଖିଲେ ଯେ ଜନ ଆକ୍ରୋଶ ଏତେ ଶକ୍ତିଶାଳୀ ଯେ ତାହା ମାତ୍ର କିଛି ମାସ ଭିତରେ ସମସ୍ତ ରାଜନୈତିକ ଦଳର ସମର୍ଥନ ଥିବା ବିଧାୟକଙ୍କର ଦରମା ବୃଦ୍ଧି ନିଷ୍ପତ୍ତିକୁ ଭାଙ୍ଗିଦେଲା। ଲୋକେ ଏକାଠି ହେଲେ, ବିରୋଧ କଲେ ଏବଂ ସରକାର ପଛଘୁଞ୍ଚା ଦେଲେ। ତେବେ ଯଦି ଜନତାଙ୍କ ସ୍ୱରରେ ଏତେ ଶକ୍ତି ଅଛି, ତେବେ ରାଜ୍ୟରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଅକାଳରେ ଆଖି ବୁଜୁଥିବା 6,400ରୁ ଅଧିକ ଲୋକଙ୍କ ପାଇଁ ଆମେ ସେହି ସମାନ ସ୍ତରର ପ୍ରବଳ ଜନ ଆକ୍ରୋଶ କାହିଁକି ଦେଖାଇ ପାରୁନାହୁଁ? ଆମେ କ'ଣ ଏହି ମୃତ୍ୟୁଗୁଡ଼ିକୁ କେବଳ ଏକ ପରିସଂଖ୍ୟାନ ଭାବି ଗ୍ରହଣ କରିନେଇଛୁ କି? ଏହା ପ୍ରକୃତିରେ ସମାଜର ପ୍ରାଥମିକତା ଉପରେ ଏକ ବହୁତ ବଡ଼ ପ୍ରଶ୍ନ। ବିଲକୁଲ। ଯଦି ଆମେ ରାଜନୈତିକ ଦରମା ବୃଦ୍ଧିକୁ ନେଇ ଯେତିକି ଉତ୍କ୍ଷିପ୍ତ ହେଉଛୁ, ଠିକ୍ ସେତିକି ଦୃଢ଼ ଦାବି ସଡ଼କ ସୁରକ୍ଷା ପାଇଁ ରଖନ୍ତେ, ତେବେ କ'ଣ ସରକାର ଏବଂ ସମ୍ପୃକ୍ତ ବିଭାଗ ରାତିରାତି ରାସ୍ତାଗୁଡ଼ିକୁ 100% ସୁରକ୍ଷିତ କରିବାକୁ ବାଧ୍ୟ ହୁଅନ୍ତେ ନାହିଁ କି? ମୁଁ ତ ଭାବୁଛି ଯେଉଁଦିନ ସଡ଼କ ଦୁର୍ଘଟଣାରେ ଗୋଟିଏ ଜୀବନ ଯିବା ଗୋଟେ ଦୁର୍ନୀତି ବା ବଡ଼ ରାଜନୈତିକ ଇସ୍ୟୁ ଭଳି ଜନ ଆକ୍ରୋଶ ସୃଷ୍ଟି କରିବ, ସେହି ଦିନ ହିଁ ସଡ଼କରେ ପ୍ରକୃତ ପରିବର୍ତ୍ତନ ଆସିବ। ହଁ, ଏହା ନିଶ୍ଚିତ ଭାବେ ଚିନ୍ତା କରିବାର ବିଷୟ। ନିଜ ଆଖପାଖରେ ଘଟୁଥିବା ଘଟଣା ଏବଂ ସରକାରୀ ନୀତିଗୁଡ଼ିକୁ କେବେ ବି ନିର୍ବିବାଦରେ ଗ୍ରହଣ କରିନେବା ଉଚିତ ନୁହେଁ, ବରଂ ତାର ଗଭୀରତାକୁ ଯାଇ ବୁଝିବା ଆବଶ୍ୟକ। ଆଜିର ଏହି ତଥ୍ୟର ଗଭୀର ଅନୁଧ୍ୟାନରେ ଏତିକି। ଆଗକୁ ଏମିତି ଅନେକ ନୂଆ ତଥ୍ୟ ଆଉ ରୋଚକ ଆଲୋଚନା ସହ ପୁଣି ଭେଟ ହେବ। ସୁରକ୍ଷିତ ରୁହନ୍ତୁ ଏବଂ ସବୁଠାରୁ ବଡ଼ କଥା, ସଚେତନ ରୁହନ୍ତୁ। ଆମ ସହ ଯୋଡ଼ି ହୋଇଥିବାରୁ ଧନ୍ୟବାଦ।